ଚନ୍ଦ୍ରଗ୍ରହଣ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଘଟିବାକୁ ଯାଉଛି ଚଳିତ 2024 ମସିହା ସେପ୍ଟେମ୍ବର ମାସ 18 ତାରିଖ ବୁଧବାର ଦିନ ଭାଦ୍ରବ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ଦିନ ଏହି ଚନ୍ଦ୍ରଗ୍ରହଣ ଘଟିବ। ଚନ୍ଦ୍ରଗ୍ରହଣ ସମୟରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଭିତରେ ପୃଥିବୀ ରହୁଥିବାରୁ ଏବଂ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିଥିବାରୁ ସୂର୍ଯ୍ୟକିରଣରେ ପ୍ରତିଫଳିତ ଚନ୍ଦ୍ରାଲୋକ ପୃଥିବୀ ପୃଷ୍ଠକୁ ଆସିପାରେ ନାହିଁ। ଏହାକୁ ହିଁ କୁହାଯାଏ ଚନ୍ଦ୍ରଗ୍ରହଣ। ଏହି ଚନ୍ଦ୍ରଗ୍ରହଣ ସମୟରେ ନେଗେଟିଭ୍ ଏନର୍ଜି ବା ନକାରାତ୍ମକ ଶକ୍ତିର ପ୍ରଭାବ ବଢ଼ିଯାଉଥିବାରୁ ଏହି ଚନ୍ଦ୍ରଗ୍ରହଣର ସମୟକୁ ଅଶୁଭ ସମୟ ରୂପେ ବିଚାର କରାଯାଇଥାଏ। ସମୟ ସମୟରେ ଏହି ଚନ୍ଦ୍ରଗ୍ରହଣର ପ୍ରଭାବ ସପ୍ତାହବ୍ୟାପୀ ବା ମାସାଧିକ କାଳ ମଧ୍ୟ ଅନୁଭୂତ ହୋଇପାରେ। ଜୟ ଜଗନ୍ନାଥ, ନମସ୍କାର। ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। ଚନ୍ଦ୍ରଗ୍ରହଣ ଶାସ୍ତ୍ର ଅନୁଯାୟୀ ଚନ୍ଦ୍ରଗ୍ରହଣକୁ ଅଶୁଭ ଘଟଣା ରୂପେ ବର୍ଣ୍ଣନା କରାଯାଇଅଛି। ତେଣୁ ଏହି ଗ୍ରହଣ ସମୟରେ ସମସ୍ତ ଶୁଭ କାର୍ଯ୍ୟକୁ ବର୍ଜିତ କରାଯାଏ। ଏପରିକି ଚନ୍ଦ୍ରଗ୍ରହଣ ସମୟରେ ଶୋଇ ରହିବା ମନା କରାଯାଇଛି, କାରଣ ଏହି ସମୟରେ ନିଦ୍ରା ଗଲେ ସ୍ୱପ୍ନରେ ବହୁତ ନକାରାତ୍ମକ ସ୍ୱପ୍ନ ଆସିବାର ସମ୍ଭାବନା ରହିଥାଏ। ଗ୍ରହଣ ସମୟରେ ଭୋଜନ ତିଆରି କରିବା ବା ଖାଇବା ମଧ୍ୟ ମନା। ଗ୍ରହଣ ସମୟରେ ଦେବାଳୟର ଦ୍ୱାର ମଧ୍ୟ ବନ୍ଦ କରିଦିଆଯାଏ, କିନ୍ତୁ ଶ୍ରୀକ୍ଷେତ୍ର ପୁରୀରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥାଏ। ଗ୍ରହଣ ସମୟରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ଦ୍ୱାର ଖୋଲା ରହି ଏକ ବିଶେଷ ଗ୍ରହଣ ପୂଜା ମହାପ୍ରଭୁଙ୍କ ପାଖରେ କରାଯାଇଥାଏ। ପୁନଶ୍ଚ ଏହି ଗ୍ରହଣ ସମୟରେ କୌଣସି ଧାରୁଆ ଅସ୍ତ୍ର ଏପରିକି ଛୁଞ୍ଚୁକୁ ମଧ୍ୟ ଛୁଇଁବା ବାରଣ କରାଯାଇଅଛି। ବିଶେଷତଃ ଗ୍ରହଣ ସମୟରେ ଗର୍ଭବତୀ ମା ତଥା ନବଜାତ ଶିଶୁ ଓ ମାଙ୍କ ଉପରେ ଗ୍ରହଣ ସମୟର ନକାରାତ୍ମକ ପ୍ରଭାବ ପଡ଼ିବାକୁ ଥିବାରୁ ଏହି ସମୟରେ ଉଭୟ ମା ଓ ସନ୍ତାନକୁ ବାହାରକୁ ବାହାରିବା ମନା କରାଯାଏ। ଏତଦ୍‌ବ୍ୟତୀତ ଚନ୍ଦ୍ରଗ୍ରହଣର ପ୍ରଭାବ ପୃଥିବୀ ପୃଷ୍ଠ ଉପରେ ଭୂମିକମ୍ପ, ସୁନାମି ଭଳି ବିପର୍ଯ୍ୟୟ ସୃଷ୍ଟି କରୁଥିବା ବେଳେ ଦେଶ ଓ ଶାସନତନ୍ତ୍ର ଉପରେ ଏହାର ନକାରାତ୍ମକ ପ୍ରଭାବ ମଧ୍ୟ ପକାଇଥାଏ। ଯଥା ଚନ୍ଦ୍ରଗ୍ରହଣ ରାଶିଚକ୍ରର ଦ୍ୱାଦଶ ରାଶିରୁ ଯେଉଁ ରାଶିରେ ସଂଘଟିତ ହେଉଥାଏ, ରାଶିଚକ୍ରର ସେହି ରାଶିର ସ୍ଥାନରେ ଭୂମିକମ୍ପ ଓ ସୁନାମିର ବିପର୍ଯ୍ୟୟ ଆଣୁଥିବା ବେଳେ ସେହି ରାଶିସ୍ଥ ଶାସନତନ୍ତ୍ରରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇ ଶାସନ ପରିବର୍ତ୍ତନ କରାଉଥିବା ବେଳେ ଦେଶର ସାମାଜିକ ଓ ଅର୍ଥନୈତିକ ପୃଷ୍ଠଭୂମି ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ। ଚଳିତ 2024 ମସିହା ସେପ୍ଟେମ୍ବର ମାସ 18 ତାରିଖ ବୁଧବାର ଦିନ ଅନୁଷ୍ଠିତ ହେବାକୁ ଥିବା ଚନ୍ଦ୍ରଗ୍ରହଣ ପୂର୍ବଭାଦ୍ର ନକ୍ଷତ୍ର ମୀନ ରାଶିରେ ସଂଘଟିତ ହେବ। ଏହି ଚନ୍ଦ୍ରଗ୍ରହଣ 18 ସେପ୍ଟେମ୍ବର ବୁଧବାର ଦିନ ସକାଳ 6:11 ଠାରୁ ଆରମ୍ଭ ହୋଇ ଦିନ 10:17 ପର୍ଯ୍ୟନ୍ତ ରହିବ। ଏହି ଚନ୍ଦ୍ରଗ୍ରହଣ ଏକ ଆଂଶିକ ଚନ୍ଦ୍ରଗ୍ରହଣ ହେବ। ଭାରତରେ କେବଳ ପଶ୍ଚିମ ତଟ ଯଥା ବମ୍ବେ ପ୍ରଭୃତି ଜାଗାରେ ଏହି ଗ୍ରହଣ ଅଳ୍ପ କିଛି ସମୟ ପାଇଁ ଦେଖାଯିବାର ସମ୍ଭାବନା ଥିବାରୁ ଏବଂ ଭାରତର ଅନ୍ୟ କୌଣସି ଜାଗାରେ ଦେଖାଯାଉ ନ ଥିବାରୁ ଏହି ଚନ୍ଦ୍ରଗ୍ରହଣକୁ ଆମ ଦେଶରେ ମାନ୍ୟତା ଦିଆଯାଉ ନାହିଁ। ତେଣୁ ଗ୍ରହଣ ନୀତି ପାଳନ କରାଯିବ ନାହିଁ। ଏହି 2024ର ଶେଷ ଚନ୍ଦ୍ରଗ୍ରହଣ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ୟୁରୋପ, ଆଫ୍ରିକା ଏବଂ ଏସିଆ ମହାଦେଶର ବହୁତ ବଡ଼ ଏରିଆରେ ଆଂଶିକ ଚନ୍ଦ୍ରଗ୍ରହଣ ହିସାବରେ ଦେଖାଯିବ ତଥା ଭାରତର ବମ୍ବେ ଓ ଅନ୍ୟ କେତେକ ପଶ୍ଚିମ ତଟୀୟ ସହରରେ ସାମାନ୍ୟ ଆଂଶିକ ଉପଛାୟା ଚନ୍ଦ୍ରଗ୍ରହଣ ଆକାରରେ ଦେଖାଯିବାର ସମ୍ଭାବନା ରହୁଛି। ଏହି ମହାଜାଗତିକ ବା ଖଗୋଳୀୟ ଘଟଣାର ପ୍ରଭାବ ଭାରତ ଉପରେ ପଡ଼ିବାର ସମ୍ଭାବନା ନଥିବା ବେଳେ ପୃଥିବୀ ପୃଷ୍ଠର ବିଭିନ୍ନ ମହାଦେଶ, ଦେଶ ଓ ମହାସାଗର ଉପରେ ପଡ଼ୁଥିବାରୁ ଏହି ଚନ୍ଦ୍ରଗ୍ରହଣ ପ୍ରଭାବରେ କେଉଁଠି ସମୁଦ୍ର ବକ୍ଷରେ ଉଚ୍ଚ ଜୁଆର ଓ ସୁନାମି ଭଳି ଅବସ୍ଥା ସୃଷ୍ଟି ହେବାର ସମ୍ଭାବନା ରହୁଅଛି ଏବଂ ଅନ୍ୟ କେତେକ ମହାଦେଶ ବା ଦେଶରେ ଭୂମିକମ୍ପ ଭଳି ଘଟଣା ମଧ୍ୟ ଘଟିବାର ସମ୍ଭାବନା ରହୁଛି।
ଏବଂ ଏହି ବିପର୍ଯ୍ୟୟ ଘଟଣାରେ ସମଗ୍ର ବିଶ୍ୱ ପ୍ରଭାବିତ ହେବ। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ଜୟ ଜଗନ୍ନାଥ। ନମସ୍କାର। ତପନ।